କଥା କଥାରେ କାନ୍ଦି ପକାଉଥିବା ମହିଳାମାନେ ହୋଇଥାନ୍ତି ଏହିଭଳି ସ୍ୱଭାବର। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନେ ଖୁବ୍ ଇମୋସନାଲ ହୋଇଥାନ୍ତି। ତେଣୁ ଏମିତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କଥା କଥାରେ ଚିତ୍କାର କରୁଥିବା ଏବଂ କାନ୍ଦୁଥିବା ମହିଳାମାନେ କାହାଠାରୁ ମଧ୍ୟ କମ୍ ହୋଇନଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ କଥା କଥାରେ ଚିତ୍କାର କରୁଥିବା ମହିଳାଙ୍କ ଚରିତ୍ର ବିଷୟରେ ବର୍ଣ୍ଣନା କରିଛନ୍ତି। ତେବେ କହି ରଖିବୁ ଯେ ଏଭଳି ମହିଳାଙ୍କୁ ଲୋକେ ଖୁବ୍ ଅପଶବ୍ଦ ମଧ୍ୟ କହିଥାନ୍ତି। ଯଦି ଆପଣଙ୍କ ଘରେ ମଧ୍ୟ ଏଭଳି କେହି ମହିଳା ଅଛନ୍ତି ଯିଏକି କଥା କଥାରେ ଚିତ୍କାର କରୁଥିବେ କିମ୍ବା କାନ୍ଦି ପକାଉଥିବେ, ତେବେ ନିଶ୍ଚିନ୍ତ ଜାଣି ରଖନ୍ତୁ। 1. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳାଙ୍କ ମଧ୍ୟରେ ସହ୍ୟ କରିବାର କ୍ଷମତା ପୁରୁଷମାନଙ୍କ ଅପେକ୍ଷା ଅଧିକ ରହିଥାଏ। ତେଣୁ ଏମିତିରେ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତାଙ୍କର ଯତ୍ନ ନେବା ଉଚିତ ଏବଂ ସମ୍ମାନ ଦେବା ଉଚିତ। କାରଣ ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ଏଭଳି ମହିଳା ଭାଗ୍ୟରେ ଥିଲେ ମିଳେ। ଏଭଳି ମହିଳାମାନେ ସ୍ୱଚ୍ଛବିଚାର ହୋଇଥାନ୍ତି। 2. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତାହାର ଅର୍ଥ ସେ ନିଜ ପ୍ରେମିକା କିମ୍ବା ପାର୍ଟନର ଠାରୁ କେବେ ଅଲଗା ହେବାକୁ ଚାହେଁ ନାହିଁ। ଏଭଳି ସ୍ତ୍ରୀ ପରିବାର ପାଇଁ ଖୁବ୍ ଭଲ ହୋଇଥାନ୍ତି। ଏମାନଙ୍କ ମନ ଖୁବ୍ ପରିଷ୍କାର ହୋଇଥାଏ ଏବଂ ଏମାନେ ଅନ୍ୟର ମନ ନେଇ ଚଳିବା ସହିତ ଅନ୍ୟର ଇମୋସନାଲକୁ ସମ୍ମାନ ଦିଅନ୍ତି। ତେଣୁ ଏଭଳି ସ୍ତ୍ରୀ ମିଳିବା ଭାଗ୍ୟର କଥା ଅଟେ। ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାଏ ତା ମଧ୍ୟରେ ନିଜ ପାର୍ଟନରଙ୍କ ପାଇଁ ଭଲ ପାଇବା ଅଧିକ ରହିଥାଏ। 3. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳାମାନେ କାନ୍ଦିବା ସହିତ ଚିତ୍କାର କରିବା ଦ୍ୱାରା ଅନେକ ଘାତକ ରୋଗ ଠିକ୍ ହୋଇଯାଏ। କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଯାଏ। କାନ୍ଦିବା ଦ୍ୱାରା ମାନସିକ ଚିନ୍ତା ମଧ୍ୟ ଶେଷ ହୋଇଯାଏ। 4. କଥା କଥାରେ କାନ୍ଦି ପକାଉଥିବା ମହିଳା ସମସ୍ତଙ୍କ ଭାଗ୍ୟରେ ନଥାଏ। ଏମାନଙ୍କ ହୃଦୟ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ଏଭଳି କାନ୍ଦି ପକାଉଥିବା ମହିଳା କେବେ କାହାରି ମଧ୍ୟ ମନରେ କଷ୍ଟ ଦିଅନ୍ତି ନାହିଁ। ଏମାନେ ନିଜକୁ କଷ୍ଟରେ ରଖି ଅନ୍ୟକୁ ଖୁସି ଦେଇଥାନ୍ତି। ଅଧିକ କାନ୍ଦୁଥିବା ମହିଳା କେବେ ଘାତକ ହୋଇନଥାନ୍ତି। ଏମାନଙ୍କ ମଧ୍ୟରେ ଖୁବ୍ ଦୁଃଖ ଭରି ରହିଥାଏ। ତେଣୁ ଏମିତିରେ ଏଭଳି ସ୍ତ୍ରୀର ମାନ ସମ୍ମାନ ବଢ଼ାଇବା ଆବଶ୍ୟକ। ଏଭଳି ମହିଳାଙ୍କ ହୃଦୟ ଭାଙ୍ଗିବା ମଧ୍ୟ ପାପ ସମାନ ହୋଇଥାଏ। 5. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଅଧିକ କାନ୍ଦୁଥିବା ଏବଂ ଚିତ୍କାର କରୁଥିବା ମହିଳା ଆପଣଙ୍କ ବିନାଶ ମଧ୍ୟ କରିଥାଏ। ଏଭଳି ମହିଳା ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଯେଉଁ ମହିଳା ଭୁଲ କରିବା ସତ୍ତ୍ୱେ କାନ୍ଦିଥାଏ କିମ୍ବା ଚିତ୍କାର କରିଥାଏ, ତେବେ ଆପଣଙ୍କୁ ସତର୍କ ହୋଇଯିବା ଆବଶ୍ୟକ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏଭଳି ମହିଳା ଖୁବ୍ ଚତୁର ହୋଇଥାନ୍ତି, ଯାହାକି ଆପଣଙ୍କ ବର୍ବାଦୀର କାରଣ ହୋଇଥାଏ। ତେଣୁ ସର୍ବଦା ଏଭଳି ମହିଳାଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।